ମାଉସୀ ଇଙ୍ଗା କହିଲା ତମେ ଦେଖାନ୍ତ ରୁଷିଲା ତାଟ ପାଖରେ ଗଲାନି ସାନା ପଜନା ଗାଣ୍ଡି ଗାଣ୍ଡି ମୁଠେ ବାଲି ନେଇ ତା ଉପରେ ଛାଡିବ ଯାଉଛି ଛାଡିବ କଣ ତା ଉପରେ ସବୁ ଯାକ ପଡିଗଲା ସେ ହସୁଛି। ଏଠି ଆମର ଚାଲିଛି ଚୁଡ଼ା ଭଜା ସକାଳୁ ସକାଳୁ ଚାହା ତିଆରି ଚାଲିଛି ଆଉ ଘର ତ ଆଜି ଆମର ନିପା ପୋଛାରେ ସବୁ ସରିଯାଇଛି ରେଡି ହେଇଯାଇଛି ଖାଲି ଟିକେ ବସି ପଡ଼ିବା ବାକି ବ୍ଲକ୍ ସୁଟିଂ କରିବା। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ ଆଜି ତ ସକାଳୁ ସକାଳୁ ଆମର ଦେଖିଲେ ଚାହା ପା ତିଆରି ଚାଲିଛି ଏବେ ଚାହା ଟିକେ ଖାଇଦବା ତାପରେ ନିତ୍ୟକର୍ମ ଆରମ୍ଭ କରିବା ଆଜି ଦିନର ଶୁରୁଆତ ଆରମ୍ଭ କରିବା। ଆଉ ସକାଳୁ ସକାଳୁ ବସିକି ଏଇଠି ଆମେ ଦେଖନ୍ତୁ ବସିକି ଚାହା ପା ମାନେ ତିଆରି ଚାଲିଛି ଚାହା ହେଇଗଲେ ଚାହା ତ ହେଇଗଲାଣି ଆମର ସେଉ ଚୁଡ଼ା ଭଜା ହେଇଗଲି ଆଉ ଏବେ ଟିକେ ଚାହା ଫା ପିଇ ଦେଇକି ଟାଣା ଟୁଣା ହେଇକି ଆଜିର ଦିନ ଆରମ୍ଭ କରିବା। ହଉ ଚାଲ ଚାହା ପିଇଦବା। ଆମର ରାଜା ବାହାରିଲଣି ସିଆଡୁ ଆସିଗଲେ ଆମର ରାଜା ବାବୁ ଆଉ ଖାଇବା ଫାଇବା ଧରିକି ସବୁ ଲିସିନଦାର ନେଇକି ପଳେଇ ଆସିଲାଣି। ଆମର ଖିଆ ସଇଲେ ତାପରେ ତାକୁ ଖାଇବାକୁ ଦିଆହବ। ହଉ ଏଇଠି ଆମର ଚାହା ଯୋଉ ଚାହା ସେଉ ଚୁଡ଼ା ଆସିଗଲା। ଚାଲ ଖାଇବା। ତଳ ଡ୍ରର ଥୁଆହେଇଛି ବଡ କତୁଟା ସବୁ ଜାଣିଛୁ ସବୁ ଜାଣିଛୁ। ଆଉ ସାଙ୍ଗମାନେ ଏବେ ତ ଟାଇମ ହେଇଗଲେ 10ଟା ବାଜିଲାଣି ଆଉ ଏବେ ପଖାଳ ଖାଇଦବା ଟିକେ ପଖାଳ ଖାଇବା ତାପରେ ନେକ୍ସଟ କାର୍ଯ୍ୟ କରିବା। ଆଉ ଦେଖନ୍ତୁ ମୁଁ ତ ପଖାଳ ଖାଇବା ବସିଲାଣି ଏଇଠି ଅଣ୍ଡା ଭଜାକୁ ପଖାଳ ଭାତ ଆମର ରେଡି ଆଉ ମୁଁ ଏବେ ଖାଇଲାଣି। ରିସିନ କହୁଛି ତାର ଉପାସ ଆଜି ଅଛି ସେ ତେଣୁକରି କିଛି ଖାଇବନି। ଆଉ ସେପଟେ ତା ମାମା ତ ଆମର ମାଛ ଭାଜୁଛି ଆମର ଦ୍ୱିପହର ପାଇଁ ମିଲ୍ ହବ ମାଛ ତରକାରୀ କି ଗରମ ଭାତକୁ ମାଛ ତରକାରୀ ମିଲ୍ ଦ୍ୱିପହରେ ପାଇଁ ମାଛ ଭଜା ଚାଲିଛି। ହଉ ଆମେ ଏବେ ଖାଇଦବା ତାପରେ ନେକ୍ସଟ କାର୍ଯ୍ୟ କରିବା। ପଖାଳ ଖାଇସାରିଲେ ଆଜି ଇଟା ଭୂୟା ପଖାଳ ଖାଇସାରିଲେ ଇଟା ଭୂୟା ଆମ ଲାଟିନ କାମ ହବ। ଆଉ ଇଟାରା ନଷ୍ଟ ହେଲେ ମାଟି ଲାଗିକି ତେଣୁକରି ଇଟାରା ଟିକେ ମାଟି ଛଡେଇକି ସଫା କରିକି ରଖିବା ତାପରେ ଆମର ଲାଟିନ କାମ ହବ। ହଉ ମୁଁ ଖାଇସାରିଲେ ତାପରେ ଦେଖିବା। ହଉ ସାଙ୍ଗମାନେ ମୋର ତ ଏବେ ଖିଆପିଆ ସରିଗଲା ମୁଁ ଏବେ ମାଛ ଭାଜୁଛି ଏବେ ପଖାଳ ଖାଉଛି ଏଠି ସେ ତାଙ୍କର ପଖାଳ ଖିଆ ଚାଲିଲା ଆଉ ପଖାଳ ଖିଆ ଷ୍ଟାର୍ଟ ମୋର ଏବେ ମାଛ ଭଜା ଷ୍ଟାର୍ଟ। ଚାଲ ମାଛ ଭଜା ଏଇ ଦେଖନ୍ତୁ ଆମର ମାଛ ତ ଭଜା ହେଇକି ରହିଗଲାଣି ଆଉ ବାକି କରେଇରେ ପଡିଛି।
ମାଛ ତ ବଧା ହେଇଗଲାଣି ଆଉ ଖାଲି ଟିକେ ଟିକେ ହବ ତାକୁ ଆଉ 2-3 ମିନିଟ୍ ରେଷ୍ଟ ଦେଇଦେବା ପୁରା କଡ଼କଡ଼ିଆ ହେଇଯିବ ତାପରେ କାଢ଼ିବା। ଆଉ ମୋର ତ ଏବେ ମାଛ ଭଜା ଫିନିଶ୍ ହେଇଗଲା। ଏବେ ମାଛ ଭଜା ସରିଗଲା। ମୁଁ ଏବେ ଚାଲିଲି ମୋ କାମ କରିବାକୁ ଯେହେତୁ ଲାଟ୍ରିନ୍ ଟାଙ୍କି ଇଟା ସଫା ହବ ଆଉ ମୁଁ ଚାଲିଲି ଇଟା ସଫା କରିବି। ଆଉ ଇଟା ସଫା କରିବା ଆଉ ତାପରେ ଦେଖିବା କଣ ହଉଛି। ଇଟା ସଫା ପାଇଁ ସାମାନ ଦରକାର କରଣି ଲିସିନ ପରେ ରେଡି ହେଇକି ଅଛି ଯିବ ବୋଲି। ଆଉ ମୁଁ କରଣିଟା ନେଇ ଆସେ କରଣି ଆଉ ଶାବଳ ଦରକାର ଆଉ କରଣିଟା ନେଇକି ଗଲେ ତାପରେ ଇଟା ସଫା ହବ ଆମର। ହଉ ଆମର ଏଇ ଗୁହାଳେ ଅଛି କରଣି। କୋଉଠି ଅଛି ଖୋଜିତେ ପଡିବ ଏଇଠି ଅଛି। ଏ କରଣି ଆମର ଗାଈ ଗୋବର ମାନେ କଢା କଢି ହୁଏ। ଗୋବର ହେରିକା କଢା କଢି ହୁଏ ନଷ୍ଟ ହେଇଗଲାଣି ଏଇଠି। କରଣିଟା ପରେ ନଷ୍ଟ ହେଇଗଲି। ହଉ ଚାଲ ଏବେ ଯିବା ଇଟା ସଫା କରିବା। ଏଇପଟେ ଆମର ଲାଟ୍ରିନ୍ ଅଛି ଯୋଉ ଇଟା ସଫା ହବ ଏଇ ଘର ତ ଆମର ହେଇକି ଅଧା ପଡିକି ଅଛି। କାମ କରିବା ଆଉ ଏଇଠି ଇଟା ସଟ ଯେହେତୁ ଆମର ଅଛି 150-200 ଖଣ୍ଡେ ଇଟା ଆଉ ଯୋଡେଇ ହବ ନଟ ଅଛି। ତେଣୁକରି ଆମର ଏଇଠି ଇଟା ଅଛି ଏଇଟାକୁ ଭଙ୍ଗା ହେଇକି ଇଟା କଢା ହବ। ସେଇଟା ଭାଙ୍ଗିଦେଲେ ଇଟା ଆମର ଇଏ ପାଇଁ ହେଇଯିବ ସଫିସିଏଣ୍ଟ ହେଇଯିବ। ତେଣୁକରି ଏଇଟା କଢା ହେଲେ ତାପରେ ସେଠି ତିଆରି ହବ। ହଉ ଚାଲ ଇଟା ଭଙ୍ଗା ଭଙ୍ଗି ଷ୍ଟାର୍ଟ କରିଦବା। ହଉ ଏଇଟା ତ ଆମର ଆଜି ଭଙ୍ଗା ହବ। ଭାଙ୍ଗିକି ପୁରା ଇଟାକୁ ପୁରା କାଢିଦବା। ଏମିତି ଭାବରେ ପୁରା ଇଟା କଢା ହବ ଆଜି। এইଭଳି ଭାବରେ ପୁରା ମୁଁ ବାହାର କରିଦଉଛି। ଭାଙ୍ଗି ସାଇଲେ ତାପରେ କଢା ହବ ଆମର ଘର କାମ। ଆପଣଙ୍କୁ ଦେଖେଇଥିଲି ନା ଏଠି ସଫା ହଉଥିଲା ଟାଙ୍କି ଭିତରେ। ନେଇକି ବୋହିକିନା ବୁଡୁଛି ଏଠି ସେ ଏଇ ଫାଟିଯିବ କହିବା ଦରକାର ନାହିଁ ତୁ ଘରକୁ ଯା। ମୁଁ ଗୋଟାଏ ଭଇଲି ଗୋଟାଏ ପଇସା ହଉ ସାଙ୍ଗମାନେ ମୁଁ ତ ଏବେ ଇଟା ଖୋଳା ସରିଗଲା ଆଉ ବାକି ଧୁଆ ଧୁଇ ବି ସରିଗଲା। ଆଉ ନେକ୍ସଟ ଅଛି ବାକି କାମ ହେଲା ଦିନ ହବ। ଆଉ ଏବେ ଦେଖନ୍ତୁ ଏଠି ତ ପୁରା ଏଇ ଯୋଉ ଡଷ୍ଟବିନ୍ ଟାକୁ ପୁରା ଭାଙ୍ଗିକି ଇଟା ବାହାର କରିଦେଲି। ଆଉ ବାକି ସେଠି ଧୋଇକି ଥୋଇଲି ଆଉ କିଛି ଏପଟେ ଥୋଇଛି ଏପଟେ ଥୋଇଦେଲି। ଆଉ ବାକି ତ ଆମର ଯୋଡେଇ ହେଲା ହବ ଆଉ। ହଉ ଚାଲ ଏଥର 2ଟା ବାଜିଲାଣି ଖାଇ ପିଇକି ଶୋଇପଡିଆ। ତାପରେ 4ଟା ବେଳକୁ ଉଠି ଖେଳିବାକୁ ଯିବା। ହଉ ସାଙ୍ଗମାନେ ଏବେ ତ ମୁଁ ଖାଇବାକୁ ଆସିଲିଣି ଆଜି 2ଟା ବାଜିଗଲାଣି। 2ଟା ବାଜିଲାଣି ମୁଁ ଏବେ ଖାଉଛି। ଆଉ ମାଛ ତରକାରୀ ହେଇଥିଲା ଆମର ଗରମ ଭାତକୁ ମାଛ ତରକାରୀ ମୁଁ ଖାଉନି ତେଣୁକରି ମୋ ପାଇଁ ଭଜା ଏକ୍ସଟ୍ରା କଢା ହେଇଯାଇଛି। ଡାଲି ଭଜା ଆଉ ମୁଁ ଏବେ ଖାଉଛି। ଖାଇକି ସାଙ୍ଗେ ଭିଡ଼ିଓଟା ଏଣ୍ଡ କରିଦେବା। ଆଜି ପାଇଁ ଭିଡ଼ିଓଟି ବି ଏଣ୍ଡ କରିଦେବା। ଆଉ ଭିଡ଼ିଓ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଆଉ ଆଗ ସବସ୍କ୍ରାଇବ କରନ୍ତୁ ନହେଲେ ଭିଡ଼ିଓ ଦେଖିପାରିବେନି। ଆଗ ସବସ୍କ୍ରାଇବ କରିଦିଅନ୍ତୁ ଭିଡ଼ିଓ ଜଲ୍ଦି ପହଞ୍ଚିବ ତାପରେ ଦେଖିବେ। ଆଜି ପାଇଁ ଏତିକି। ବାଏ ବାଏ ନିସିନ ବାଏ ବାଏ। ସେ ପୁରା ବିଜି ଅଛି।